ପଛି ଏ ଜଣା ତ ନ ଗଲା କିଛି ଶୁଣା ତ ନ ଗଲା କିଛି ଜଣା ତ ନ ଗଲା କିଛି ଶୁଣା ତ ନ ଗଲା କିଛି ପ୍ରୀତିରେ କି ଭାବ ଅଛି तमे कौन पे जानिबो तुमको सेते बयस हेइचे कि मते नि केते हे जोगी तुमको एबे बडर बड हेले केते हबो रे भाई आंकु बडर बड हेले केते हबो हेले तमे बे डाबा मुल खाउछ हां अभ्यास पिलंगर जे खाई तो से कहबो हां हेले मा देखो 56 गंडारा बण बर पाइछि पाटिलो 56 गंडारा बण बर पाइछि हेतड़ देखै ददिन तक तुहिता हरि 14 गंडारे प्राण हारिछि प्रीतिरे कि भाव धुंदा रावण ब्रह्मांकर चतुर्मुखरु 14 चकु 56 गंडा गोबर पाइथिले दुहिता हरण करिबारु 14 गंडारे शेष होईछि अच्छा अच्छा एडा प्रीतिर कृति होइलानी होइला होइला आउरी के से कला हां ए माए देखो भाई बो हरि बाली राजा मरिछि 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 माने बाली एडे बड़ क्षेत्र होई निजर भाई बो को हरण करी से विनाश होइछन्दी प्रीतिर कृति होइलानी होइला होइला आ तारा संगे मती जन्म पक्षे बडुछि छुडुछि प्रीति रे कि भाव अछि हां बृहस्पति भारी जाले तारा जे चंद्र हरण करिबारु बृहस्पति अभिशाप रे चंद्र पक्षी बड़ी पक्षी छिड़ुछंदी अच्छा एडा प्रीतिर कृति होइलानी होइला होइला आउ की सकला जानि छमा हेडिया बापा प्रीति करिला ए पांडा ए आ बापा कोन या बापा कोन ए पांडा ए तमर कोन गोटे बापा की कोन होला तमर कोन गोटे बापा आ कतरे बापा लेखा कले तमर पाठरे 5टा पाठरे 5 हां 60 रे मध्य 5 हो पाठरे 5 60 रे 5 हेले मा आज्ञा तुमर पाठरे किपरि 5टा बापा लक्ष्य परि कह ए कोन के रे पए तू डे उठे तू कोन बइरी धर्म गोटे बापा धर्मकर पुत्र युधिष्ठिर युधिष्ठिर एक पवन गोटे बापा अच्छा अच्छा पवनकर पुत्र ले वीर भीमसेन हां दुई आ इंद्र गोटे बापा इंद्रंगर पुले वीरवर अर्जुन अर्जुन तीन हैला अश्विनी कुमार गोटे बापा पंड गोटे अश्विनींगर पुले के नकुल नकुल चारि
ପଣ୍ଡୁ ଗୋଟେ ବାପା ପଣ୍ଡୁଙ୍କର ପୁଅ ହେଲେ ସହଦେବ 5 ପାଞ୍ଚର ବାପା ହେଲା ଏଇଟା ଠିକ ହେଲା 60 ଟା କାଇଁ 60ରେ ହଁ ଏଇଟା କହିଲ ପୁରାଣରେ ପାଠ ଏଟା ପୁରାଣରେ କହିଲା ହଁ, ହଁ। ଆଉ ସେଟା ପୁରାଣରେ ହଁ ପାଠ ଷାଠ ହଁ। ଯୋଉ ଚା ଫା ପାନ ମାନ ସବୁ ହେ, ହେ। ହେଲେ ପୁଅ ତୁମର ପାଠରେ 60ରେ କିପରି 5 ଗୋଟି ବାପା କାଇଁ କିପରି ତୁମ ବାପା ତୁମର ଗୋଟିଏ ବାପା ହଁ ବାପାଟା ବାପା ହବନି ଆଉ କି ବାପା ହେଇ ଆଉ ତୁମର ବଡ ବାପା ଦୂତ ହଁ ବଡ ବାପା ହେଇଥାନ୍ତା ସତ ହଁ। ଆମ ଘର ବଂଶ ଯାକରୁ ବାପା ହଉଛନ୍ତି ବଡ ଆଉ କିଏ ବଡ ନାହିଁ ତାଙ୍କଠୁ ସବୁ ସାନ ହକା ହଉ ବଡ ବାପା ଗାଁଙ୍କର କଟିଲା କଟିଲା ବାପାଙ୍କର ଗୋଟେ ବାପା ହଁ ଆଉ ତୁମର ସଙ୍ଗତ ବାପା ଦୂତ ମୁଁ ସଙ୍ଗାତ ଆଜି ପର୍ଯ୍ୟନ୍ତ କାହା ସହିତ ବସିନି ଆଉ ସଙ୍ଗତ ବାପା ହେଲେ କାହାକୁ ଡାକୁଛ ବସିବ ସଙ୍ଗାତ ବାପା ହଁ ଏଇଟା ହବ ଗୋଟେ ସଙ୍ଗତ ବାପା ଗୋଟିଏ ବାପା ହଁ ଏଇଟା ହେଲା ସଙ୍ଗତ ବାପା ଗୋଟିଏ ବାପା ହେଲା ହଁ, ହଁ। ଆଉ ତୁମର ବିଦ୍ୟାଗୁରୁ ହଉଛନ୍ତି ଗୋଟିଏ ବାପା ବିଦ୍ୟାଗୁରୁ ହଁ ହଁ ହଉ ଠିକ ଅଛି ନା ବିଦ୍ୟାଗୁରୁ ହଉ ହେଲା ତୋ କଥାରେ ହେଲା ହଉ ବିଦ୍ୟାଗୁରୁ ବାପା ନାଇଁ ହଁ ଆଉ ତୁମର ଶ୍ୱଶୁର ଗୋଟେ ବାପା ଦୂତ ଏଇଟା ହବନି କି କାହିଁକି ହବନି ବୋଲେ ମୁଁ ଯଦି ଅନ୍ୟ ଗୋତ୍ରରେ ବିବାହ କରିଥାନ୍ତି ବୋଲେ ଶ୍ୱଶୁରକୁ ବାପା ଡାକିଲେ ହେଇଥାନ୍ତା ନିଜର ମାମୁର ଝିଅକୁ ମୁଁ ବାହା କରିଛି ମୁଁ ତ ପିଲା ବେଳୁ ମାମୁକୁ ମାମୁ ବୋଲି ଡାକିଛି ବାପା କେବେ ଡାକି ପାରିବି କି ମାତ୍ର ମାର ଭାଇ ମାମୁ ହବ କି ମାର ଭାଇ ମାମୁଁ ହବ କି ହବ କି ବୋଲେ ମାର ଭାଇ ମାମୁଁ ଛେଳି ଗୋତ୍ରିଆ ନାଇଁ 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 ମାର ଭାଇଆ କଣ ହଁ ମାର ଭାଇ କେବେ ବାପା ହବ କି ହଁ ସେଇଟା କହୁନୁ ମାମୁଁଟା ମାମୁଁକା ହବ ବାପା କେବେ ହେଇପାରିବନି ତମେ ବିବାହ ହେଲେ ମଧ୍ୟ ମାମୁଁକା ତାକୁ ଡାକିବ ମାମୁ ଶ୍ୱଶୁର କହିପାରିବ କେବେ ହେଲେ ମାମୁଁକୁ ସିନା ଶ୍ୱଶୁର ବୋଲି କହିପାରିବନି ହଁ ମାମୁଁକୁ ଶ୍ୱଶୁର ବୋଲି କହିପାରିବନି ହଁ ହେଲେ ଆଙ୍କୁ ଯେ ବିବାହ କଲା ମାମୁଁ କଣ ବିବାହ କରିଥିବ କି ନା ନା ଆଉ କଣ ମାମୁ ବିବାହ କରିବ ମାମୁଁ କଣ ବିବାହ କରିଥିବ ଆଉ କି? ସେ ଝିଅ ଦେଲା କୁଆଡେ କରିବ ହଁ ଜିଆଙ୍କୁ ବିବାହ କଲା ବାପା ସେ ବାପା ହବ ନା ହଉ ରାଜି ପଡିଯାଉ ହେଇଯାଉ ରାଜି ପଡୁଛୁ କେମିତି ରାଜି କରୁଛୁ ଆମ କୋଳେ ନାହିଁ ସେଇଟା ନା ନା ନାଇଁ ତମ ବିବାହ ତମକୁ ଯିଏ କଲା ବେଦିରେ ହଁ। ସେ 10 ହରଡ଼ା 10 ଗୁଆ ଧରି କହିଲାନି ହଁ ଝିଅ ଦେଲି ପୁଅ ପାଇଲି ହଁ ତା ବାପା ସିନା ବିବାହ କଲେ ସିନା ହବ ତାର ଯଦି ଭାଇ ବିବାହ କରିଥିବ ନହେଲେ ତାର ସଡୁ ବିବାହ କରିଥିବ ସେ ବାପା ହବ ନା ହବ ସେ ହେଲା ଆଉ ହଉ ହଉ ହେଲେ କେତୋଟି ହେଲା 3 3 ନା 4 ବା 3 ବା 4 କୁଆଡେ ହେଇଛି ନମ୍ବର 3 ରେ 2 ଥିଲା 3 ବାପା ସଙ୍ଗତ ବାପା ହଁ 2 ହଁ ଗୁରୁ ଶ୍ୱଶୁର ଚାରି ଚାରିଟା ହେଲା ଆଉ ଗଳିଆ କଲ ହବ କିଏ ବାବୁ ଥିବ ନା କୁଆଡେ ହେଲେ ଆଉ ଆଚ୍ଛା ଆଉ ଗୋଟେ ହଁ ଆଉ ଗୋଟେ ଆଉ ତୁମର କର୍ଣ୍ଣଗୁରୁ ଗୋଟିଏ ବାପା କର୍ଣ୍ଣଗୁରୁ କର୍ଣ୍ଣ ମନ୍ତ୍ର ଯେ ଦେଇଛନ୍ତି ସିଏ ମଧ୍ୟ ତୁମର ବାପା ନା ସେଇଟା ମାନିବାକୁ ପଡିବ ନହେଲେ ତମେ ମନ୍ଦିରରେ ଘଣ୍ଟି ବଜେଇ ପାରିବ କି ହଁ ଆଚ୍ଛା ଦୂତ ହଁ ତମେ କହିନିଅ ମୋର 10 ଗୋଟି ବାପା ହେଲା ହଁ ତୋର କେତେଟା ବାପା ଆଉ ଯୁଆଡେ ମାପିଲେ ହେଲେ ଗୋଟା ଗାଇବ ଜୁଆର ମାପିଲେ ଗୋଟେ ଗାଈ ହଁ ତମ ଚୋପଟା ଆଣୁ ଜାଣ ଆଚ୍ଛା ବାପା ଗୋଟେ ବାପା ହଁ ଆଁ ହଁ ବିଦ୍ୟାଗୁରୁ ବିଦ୍ୟା କରୁଛ ଜେଜେ ବାପା ଦେଲା ବିଦ୍ୟା ଗୁରୁ ବାପା ଆଉ କଣ ଆଉ ଆଉ ସେମିତି କହିଲେ ମୋ ଜେଜେ ବାପା ହେଲେ କହିଲେ ବିଦ୍ୟାଗୁରୁ ନା ମୁଁ ସେ ବାପା ଡାକି ଏବେ ପାରିବି ତମେ ହିସାବରେ ଆମେ ଯେମିତି ପୁଅ ହେଇଯିବ ନା ଆଉ ଯଦି ନା ନା ତୋ ଜେଜେ ବାପା ଯଦି ବିଦ୍ୟାଗୁରୁ ହେଲାନି ହଁ। ମୋ ଜେଜେ ବାପା ହେଲେ ଗୁରୁ ନା ହେଲେ ମୁଁ ତା ତାଙ୍କ ବାପା ଜେଜେ ଡାକି ବାପାଙ୍କର ପାରିବି, ଗୁରୁ ହେଲେ ତାଙ୍କର ଜେଜେ ବାପାଙ୍କର ଗୁରୁ ହେଲେ ଆଙ୍କେ ତାଙ୍କ କଣ ତାଙ୍କ ପୁଅର ପୁଅ ହେଲେ ଆମେ କଣ ହେଲୁ ସେଇଟା ଏକା ନା ତମେ ଚୋପଟ ନଉଛନି ହେ ଇଏ ଏକା ତମେ ସାଲା ଚୋପଟ କହିଲା। ନେଲେ ବୁଲି ବୁଲି ସେଠି ଆଇବ ହଁ ଆଚ୍ଛା ଶ୍ୱଶୁର ଗୋଟିଏ ବାପା ହଁ ଶ୍ୱଶୁର ବାପା ଯେ ହେଲେ ଯେ ମାମୁଁ କହିଲେ। ତ ବିବାହ କଲା ହଁ। ବଡ ମାମୁଁ ଝିଅ ବାହାରିଲେ ମଝିଆ ମାମୁଁ ବିବାହ କଲା ତାକୁ ବାପା ଡାକିପାରିବି ଆଗରେ ସେ କହିପାରିବେ ନା ଯଦି ସେମିତି ହେଲେ ମୋର 4ଟା ମାମୁଁ ନା ନା ମୋର ଠିକ ଅଛି ତା କଥା ହଉ ଆଗରୁ ମୋର କହିଲା- 4ଟା ମାମୁଁ ତମେ ଆଗରୁ କହିବା କଥା ଯେ ଆଗରୁ କହିବା କଥା ମୋର 4ଟା ମାମୁଁ ନାଇଁ, ମତେ ମୋ ମାମୁଁ ବିବାହ କଲା କଥାଟା ତମେ କେ ସେ କଥା ରଖିଛୁ କହିଲ? ପରା? ତମେ ଆଉ କେ ରହ ତମେ ତ ହଁ କଲ ବୁଲୁ ହଁ କରୁଛି ନା ନାଇଁ କହିଲ କିନି ହଁ କରିଦିବି ବା କିନି ହଁ କରିଦିବି କో ଶୁଣ 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 କଣ ତମେ ଦି ଜଣ ଦୁଆରି ଅର୍ଜୁନ ହଁ। ତମର ବାପା ରେଖା ବସେଇବେ ଆଇନ ପୁରାଣ ବରେ ତୁ କାଳେ ପାଟଟା ସଲସଲ କରୁଥିଲୁ ବୋ ହଉ ହେଲେ ତୁମ ବାପା ହେଲେ ଇନ୍ଦ୍ର ଆଚ୍ଛା ସେ କଣ କରିଥିଲେ ଜାଣିଛ କଣ କରିଥିଲେ? ୟା ବାପା ପ୍ରୀତି କରିଲା ଗୌତମଙ୍କ ସାପ୍ୟଙ୍ଗେ ସହସ୍ର ସେତା ହୋଇଲା ୟା ବାପା ଭାଜି ଖାଇଲା ଏଇ କଣ ସେତା ବୋଲେ ଜାଣିପାରୁ ପିଲା ପଚାରିଲ ଏଡା ସେ ସେତା ବୋଲେ କଣ କହିବ ସେତା ବୋଲେ ଜାଣିପାରୁନୁ ସେତା ବୋଲେ ଜାଣିପାରୁନୁ এই গৌতমঙ্ক সাপ্যঙ্গে সহস্র জনি হইলা ইয়া বাপা
ତମ 100 200 ଅଧିକ ମିଳୁଛି ଖାଲି ପକେଇ ନଉଛ ଧିନ୍ଦା ଧିନ୍ଦା ଏଠି ନାଇଁ ନାଇଁ କଣ ଏଟା ସତ ସହସ୍ର କଥା ଜନି ନା। କଣ ତୁମ ବାପାଙ୍କର ଅଙ୍ଗରେ ହଁ। ଗୌତମଙ୍କର ଅଭିଶାପରେ ସହସ୍ର ଜନିମାଳ ହୋଇଛି। ହଁ? ଆଙ୍କ ଘରେ ଆଉ ପନିପରିବା କେବେ ବି କିଣୁ କେବେ ଆଉ କିଣୁନଥିବେ କଣ ଡେଲି 200 ଟଙ୍କାରେ କିଣୁଛୁ କଣ ନା ପନିପରିବା ଜହ୍ନି ଫୁଣି ପନିଯା ଜନ୍ୟ ଫଳ ଥିଲେ ହେରି ତମ ଘରକୁ ଗଣ୍ଡେ ନେଇ ଯା ଆଙ୍କ ଘରକୁ ଗଣ୍ଡେ ଧରିକି ପଳ ତମ ଘରୁ ନଉନ କଣ ବାଣ୍ଟିକି ନବା ଜନି ଜନି ହଁ ତାର ମସଲା କଣ ସେ ବୁଝି ନଥିବ ହେଲେ ମା ଗୌତମର ଅଭିଶାପରେ ଇନ୍ଦ୍ରଙ୍କର ଦେହରେ ସହସ୍ର ଜନିମାଳ ହୋଇଥିଲା। ଆଚ୍ଛା ଆଚ୍ଛା କାହିଁକି ନା କାହିଁକି ଶୁଣିବ ବାପାଙ୍କ କଥା ଶୁଣିବ ହଁ କହ କହୁରେ କାହିଁ ମୁଁ ଶୁଣିବି ଭଲ ଲାଗିବ ନା ଏଟା ଏ କଥା ଯାକ ଭଲ ଲାଗିବ। ଦ୍ୱାର ରକ୍ଷକ ପରିହାସ ଲାଗେ ଯେ କଣ ଭଲ ଲାଗିବ କଣ ପରିହାସ ନାହିଁ ବାପାଙ୍କ କଥା ବାପା ଯଦି ଭଲ କାମ କରିଥିବ ପୁଅର ନାଁ ନା ଆଉ ଖରାପ କାମ କର ପୁଅର ନାଁ ଏକା ନା ହଁ ଆଉ ନାହିଁ କରିତେ ହବ କି ବାପାଙ୍କ କଥା ଶୁଣ ମନ ଦେଇକି ଏ ଗୁଣ ତୁମ୍ଭ ବାପାଙ୍କର ଶୁଣ ହେ ଇନ୍ଦ୍ର କୁମର ଗୁଣ ତୁମ୍ଭ ବାପାଙ୍କର ଅହଲା ନାରୀଙ୍କ ପତି ଅଟନ୍ତି ଗୌତମ ଯତି ଅହଲା ନାରୀଙ୍କ ପତି ଅଟନ୍ତି ଗୌତମ ଯତି ବାଲ୍ୟକାଳେ ତାଙ୍କ କତି ବାଲ୍ୟକାଳେ ତାଙ୍କ କତି ବିଦ୍ୟା ପଢ଼େ ତ ପିୟର ଶୁଣ ହେ ଇନ୍ଦ୍ର କୁମାର ପୂର୍ବ କାଳରେ ଏପରି ସ୍କୁଲ ନଥାଏ ଆଚ୍ଛା ଗୁରୁକୁଳ ଆଶ୍ରମ ବୋଲି ଥାଏ ହଁ ତୁମର ବାପା ଇନ୍ଦ୍ର ଗୌତମ ଆଶ୍ରମରେ ବିଦ୍ୟା ଶିକ୍ଷା କରୁଥିଲେ। ଆଚ୍ଛା ଆଚ୍ଛା ହେଲା କଣ ଜାଣିଛନ୍ତି ଆଜ୍ଞା କଣ ହେଇଛି ଦେଖ ଗୁରୁ ପତ୍ନୀ ରୂପବତୀ ଦେଖି ବଳାଇଲା ମତି ଗୁରୁ ପତ୍ନୀ ରୂପବତୀ ବୁଝି ବଳାଇଲା ମତେ ନଥିବା ସମୟରେ ଯତି ନଥିବା ସମୟରେ ଯତି କରୁଥିଲା ସେ ଶୃଙ୍ଗାର ଶୁଣ ହେ ଇନ୍ଦ୍ର କୁମାର ମୋର ବାପା ଇନ୍ଦ୍ର କଣ କଲେ କଣ କଲେ ଗୁରୁପତ୍ନୀଙ୍କର ରୂପକୁ ଦେଖି କାମରେ ବିଫଳିତ ହୋଇ ଇନ୍ଦ୍ର ସୂର୍ଯ୍ୟ ଏ ଦୁଇ ସାଙ୍ଗ ହୋଇ କଣ କଲେ ଅହଲ୍ୟାଙ୍କୁ ହରଣ କରିବାକୁ ବାହାରିଲେ। ହେଲେ ଗୌତମ ଋଷି କଣ କରନ୍ତି କଣ? ନା ତପସ୍ୟାକୁ ଯିବା ସମୟରେ ଆଚ୍ଛା ଅହଲ୍ୟାଙ୍କର ଏ ଯୋଉ କାୟାଟାକୁ କଣ କରନ୍ତି କମଣ୍ଡଳ ମଧ୍ୟରେ ଘେରି ଯାଆନ୍ତି ହଁ ହଁ କେବଳ ଶରୀରଟା କୁଟୀର ମଧ୍ୟରେ ପଡି ରହିଥାଏ। ଆଚ୍ଛା ଇନ୍ଦ୍ର ସୂର୍ଯ୍ୟ ବିଚାର କଲେ ଜଣେ କାୟା ହେଇ ପଶିଲେ ଜଣେ ତାଙ୍କୁ ହରଣ କରନ୍ତି। ହଁ ହଁ ସୂର୍ଯ୍ୟ କାୟା ହେଇ ଇନ୍ଦ୍ର କାୟା ହେଇ ପଶିଲେ ସୂର୍ଯ୍ୟ ହରଣ କଲେ ଆଚ୍ଛା, ତାଙ୍କୁ ଆଚ୍ଛା। ଜନ୍ମ ହେଲେ କିସରା ସୁଗ୍ରୀବ। ହଁ ସୂର୍ଯ୍ୟ କାୟା ହେଇ ପଶିଲେ ଇନ୍ଦ୍ର ହରଣ କଲେ ଆଚ୍ଛା। ତାଙ୍କୁ ଜନ୍ମ ହେଲେ ବାଳି। ହଁ କିନ୍ତୁ ବାନର ରାଜା ସିନା ଦେଇଥିଲେ ଏମାନଙ୍କର ନାମ ବାଳି ସୁଗ୍ରୀବ ଆଚ୍ଛା, ଆଚ୍ଛା। ଗୌତମ ଋଷି ନାମ ଦେଇଥିଲେ ସାମଶୀଳ ଆଉ ଯବଶୀଳ। ହଁ ହେଲେ ବାନର ରାଜା ତାଙ୍କୁ ନାଁ ଦେଇଥିଲେ ବାଳି ସୁଗ୍ରୀବ। ଆଚ୍ଛା ଆଚ୍ଛା ହେଲେ ହେଲେ ତୁମ ବାପା ଅହଲ୍ୟାଙ୍କ ସହିତ ରତି କରିବା ସମୟରେ ହଁ ହଁ ଗୌତମ ଋଷି ଆସି ପ୍ରବେଶ କରିଲେ। ଆଚ୍ଛା ତୁମ ବାପା କଣ କଲେ କଣ? ଗୋଟେ ବିରାଡି ରୂପ ଧାରଣ କରି ହଁ, ହଁ। ସେ କୁଟୀର ମଧ୍ୟରୁ ବାହାରି ଗଲେ ଯେ ଗୌତମ ଋଷି ଜାଣିପାରିଲେ ଯେ ଇନ୍ଦ୍ର ଛଦ୍ମବେଶରେ ଆସି ମୋ ସ୍ତ୍ରୀ ଅହଲ୍ୟାକୁ ହରଣ କରିଛି ବୋଲି। ଆଚ୍ଛା ତୁମ ବାପାଙ୍କୁ ସେଠି ଅଭିଶାପ ଦେଲେ କହିଲେ ଇନ୍ଦ୍ର ତୁ ଯୋନି ପ୍ରତି ଶ୍ରଦ୍ଧା କଲୁ ହଁ, ହଁ। ତୋ ଦେହରେ ସହସ୍ର ଯୋନିମାଳ ହେଉ। ସେହି ଦିନ ଠାରୁ ତୁମ ବାପାଙ୍କର ଦେହରେ ସହସ୍ର ଯୋନିମାଳ ହେଲା। ହେଲେ ଲଜ୍ଜାରେ ତୁମ ବାପା ଆଉ ବାହାରିଲେ ନାହିଁ। ଧୂତ ଲାଜ ଲାଗିବନି କି କଣ ଏଇ ଲାଜ ଲାଗିବନି କଣ ନା ନାଇଁ ସର୍ବାଙ୍ଗ ଶରୀର ଯଦି ରହିବ ଦେହରେ ଯୋନିମାଳ ହୋଇ ରହିବ କାହାକୁ ଲାଜ ଲାଗିବନି।
ହେଲେ କ'ଣ କଲେ କଣ ବୃହସ୍ପତିଙ୍କୁ ପଚାରିଲେ ଇନ୍ଦ୍ରଙ୍କର ଦେହରେ ଯୋଉ ସହସ୍ର ଯୋନିମାଳ ହଉଛି ଏ ଯୋନିମାଳଟା କିପରି ଯିବ ଆଚ୍ଛା ଏ ଲାଞ୍ଛନଟା। ହଁ ହଁ ବୃହସ୍ପତି କହିଲେ ମକର ସଂକ୍ରାନ୍ତି ଦିନ ପ୍ରୟାଗ ନଦୀରେ ସ୍ନାନ କଲେ ହଁ। ସହସ୍ର ଯୋନିଟା ସହସ୍ର ନେତ୍ର ହେବ। ଆଚ୍ଛା ତଥାପି ତୁମ ବାପା କହିଲେ ଲାଜ ଲାଗୁଛି ମୁଁ ସଭାକୁ ଯିବି ନାହିଁ। ରାଜା ନଦୀରେ ସଭା ହବ କି? ମେରୁଆଡ଼ ମଧ୍ୟରେ ଲୁଚି ରହିଲେ। ହେଲେ ସେତେବେଳେ ମୟୂରକୁ କହିଲେ ଭଗବାନ ଶ୍ରୀକୃଷ୍ଣ କହିଲେ ମୟୂରକୁ କହିଲେ ତୋ ଦେହରେ ଲାଞ୍ଛନ ରହୁ ମୋ ମସ୍ତକରେ ଫାରାଡ଼ା ରହୁ। ତେଣୁକରି ତୁମ ବାପାଙ୍କର ସହସ୍ର ଆଖି ହେଲା ବଡ଼ ସୁବିଧା ହେଲା। କଣ ସୁବିଧା? ତମ ଘର କେବେ ଚୋର ପାଇବ? ଏଇ ଶୁଭୁଛି କଣ ସତ୍ୟ କଥା ନା? ଆରେ କିଏ ହାଁ? ଗୋଟେ କାମ କରେ ତମର ତ ବେଶୀ ସବୁ ଜମି ବାଡ଼ି ଅଛି 5 ଆକି ଶୋଇ ପଡୁତୁ ଆଉ 5 ଆକି ଭଡ଼ାକୁ ନେଇଯା ଅନେକ ଥିବେ ହାଁ ପୋତ ନହେଲେ ରଖିତା ଘରେ ସାଇତିକିରି ଯାହା ପୋତା ପୋତୁଚୁରେ ବାପ। ହେଲେ ଆଜ୍ଞା ଦୂତ ସେଠି କ'ଣ କଲେ ଗୌତମ ଜାଣିଛ ଆଜ୍ଞା? କଣ ନାରୀକୁ ବି ହେଲେ ସାପ୍ୟ ହୁଅ ବୋଲି ଶିଲା ରୂପ। ନାରୀକୁ ବି ହେଲେ ସାପ୍ୟ ହୁଅ ବୋଲି ଶିଲା ରୂପ। ଯେତେବେଳେ ଅହଲ୍ୟାଙ୍କୁ ଅଭିଶାପ ଦେଲେ ଆଚ୍ଛା। ଗୌତମ ଋଷି ତୁମେ ପାଷାଣୀ ହୋଇଯା ବୋଲି ହଁ ହଁ ତାଙ୍କର ପ୍ରିୟ ଶିଷ୍ୟ ଥିଲେ ସତ୍ୟାନନ୍ଦ। ସିଏ କହିଲେ ବାପା ତୁମେ ମାଙ୍କୁ ଅଭିଶାପ ଦଉଛ ମା କିପରି ଉଦ୍ଧାର ହେବେ? ସେତେବେଳେ ଗୌତମ ଋଷି କହୁଛନ୍ତି କଣ କହୁଛନ୍ତି? ତୃତୀୟ ଯୁଗେ ରାମ ରୂପେ ଆହା। ତୃତୀୟ ଯୁଗେ ରାମ ରୂପେ କରିବେ ତୋତେ ଉଦ୍ଧାର। ଶୁଣ ହେ ଇନ୍ଦ୍ର କୁମାର। ଛି 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 ଭଲ କଥା ଜାଣ। ଆଚ୍ଛା ମା ହେଲେ ଅହଲ୍ୟାଙ୍କ ଅଭିଶାପ ଦେଲେ ତୁ ପାଷାଣୀ ହୋଇଯା ବୋଲି। ଅହଲ୍ୟାଙ୍କ ପାଇଁ ସତ୍ୟ ପରେ ଦ୍ୱାପର ହେବା କଥା। ଆଚ୍ଛା। 1 ପରେ 2 ହେବା କଥା 3 ହେଲା। କାହିଁକିନା ଅହଲ୍ୟା ଉଦ୍ଧାର କରିବା ପାଇଁ। ଆଚ୍ଛା ଜାଣିଛନ୍ତି ଆଜ୍ଞା? ହେଲେ ତୁମକୁ ତମ ବାପାଙ୍କୁ କ'ଣ ବୋଲି କହିଲେ ଜାଣିଛ ଆଜ୍ଞା? କଣ ବୋଲି କହିଲେ? ତୋ ବାପାକୁ ସାପ୍ୟ ଦେଲେ ଅଙ୍ଗେ ଯୋନି ଲୋଭ ଭଲେ। ତୋ ବାପାକୁ ସାପ୍ୟ ଦେଲେ ଅଙ୍ଗେ ଯୋନି ଲୋଭ ଭଲେ। ହଁ ଆଜ୍ଞା ଦୂତ ଯୋନି ଲୋଭେ ନ ପାରିଲା ଆଚ୍ଛା ଯୋନି ଲୋଭେ ନ ପାରିଲା ଗୁରୁପତି ବୋଲି ତାର। ଶୁଣ ହେ ଇନ୍ଦ୍ର କୁମାର ଗୁଣ ତୁମ୍ଭ ବାପାଙ୍କର। ଶୁଣ ହେ ଇନ୍ଦ୍ର କୁମାର। ଆଜ୍ଞା ଦୂତ ଏହିପରି ତମ ବାପାଙ୍କ ଦେହରେ ସହସ୍ର ଯୋନିମାଳ ହୋଇଛି ଆଜ୍ଞା। ଆଚ୍ଛା ଆଚ୍ଛା ସହସ୍ର ଜନ ହେଇଛି ହଁ। ଏହିପରି ଆଜ୍ଞା ମୁଁ ଗୀତରେ ଦି ପଦ ଆଙ୍କୁ କହିବି କହିଦିଅ ଉଠ ଆସ। ପାଇଲା ରଜନୀ ସାର୍ ଆଙ୍କୁ ହଁ ହେଲେ ମା তুমি ଟିକେ ଓଡ଼ିଶୀ ମାଧ୍ୟମରେ ଆଜ୍ଞା ଟିକେ ବୁଝେଇ ଦିଅ। ଧନ୍ୟଙ୍କର ଗୋଟେ ଚୌପତି। ହେଲା
জনি শ্যামা দিনে মই রামায়রে দিবাসারে প্রীতি করি দিনে মই